ସାଙ୍ଗମାନେ ଜୀବନରେ ଲକ୍ଷ୍ୟ ପଥ କିଭଳି ହେବା ଦରକାର ଆପଣ ଜାଣିଛନ୍ତି କି? ତେବେ ଆସନ୍ତୁ ଶୁଣିବା ଏହି ସୁନ୍ଦର କାହାଣୀଟିଏ। ବହୁ ବର୍ଷ ପୂର୍ବେ ଜଙ୍ଗଲରେ ଜଣେ ସନ୍ନ୍ୟାସୀ ତାଙ୍କର କିଛି ଶିଷ୍ୟମାନଙ୍କୁ ଧନୁର୍ବିଦ୍ୟା ଶିକ୍ଷା ଦେଉଥିଲେ। ବିଦ୍ୟା ସମାପ୍ତ ହେଲା ଏବଂ ଗୁରୁଦେବ ତାଙ୍କର ଶିଷ୍ୟମାନଙ୍କୁ କହିଲେ, ଏବେ ତୁମମାନଙ୍କର ପରୀକ୍ଷା ଦେବାର ସମୟ। ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅ। କିଛି ଦୂରରେ ଥିବା ଗୋଟିଏ ଗଛର ଡାଳରେ ଗୁରୁଦେବ ଗୋଟିଏ କାଠରେ ନିର୍ମିତ ଚଢ଼େଇକୁ ଟାଙ୍ଗିଦେଲେ ଏବଂ ଚଢ଼େଇର ଆଖିକୁ ନାଲି ରଙ୍ଗର ବିନ୍ଦୁରେ ଚିହ୍ନିତ କଲେ। ଶିଷ୍ୟମାନଙ୍କୁ କହିଲେ, ତୁମେମାନେ ଏହି ଚଢ଼େଇର ଆଖିକୁ ଲକ୍ଷ୍ୟ କରି ସ୍ୱର ବିନ୍ଧିବ। ଆଉ ହଁ, ସ୍ୱର ବିନ୍ଧିବା ପୂର୍ବରୁ ମୋର ଗୋଟିଏ ପ୍ରଶ୍ନର ଉତ୍ତର ତୁମକୁ ଦେବାକୁ ହେବ। ଏହାପରେ ପରୀକ୍ଷାର ସମୟ। ପ୍ରଥମ ଶିଷ୍ୟ ଆଗକୁ ଆସିଲା। ଧନୁରେ ସ୍ୱର ଜୋଖିବା ପୂର୍ବରୁ ଗୁରୁଦେବ ପଚାରିଲେ, ବତ୍ସ୍ୟ, ତୁମେ ସେଠାରେ କଣ ଦେଖୁଛ? ଶିଷ୍ୟ ଜଣକ କହିଲେ, ଗୁରୁଦେବ, ମୁଁ ସେଠାରେ ସୁନ୍ଦର ଆକାଶ, ସବୁଜ ଗଛ, ଗଛର ଡାଳ ଏବଂ ଚଢ଼େଇଟିକୁ ଦେଖିପାରୁଛି। ଗୁରୁଦେବ କହିଲେ, ଠିକ୍ ଅଛି, ତୁମେ ଏବେ ପଛକୁ ଯାଅ। ସ୍ୱର ମାରିବା ଆବଶ୍ୟକ ନାହିଁ। ତାପରେ ଆଉ ଜଣେ ଶିଷ୍ୟ ଆସିଲେ। ତାଙ୍କୁ ମଧ୍ୟ ସମାନ ପ୍ରଶ୍ନ ଗୁରୁଦେବ ପଚାରିଲେ, ତୁମେ ସେଠାରେ କଣ ଦେଖୁଛ? ଦ୍ୱିତୀୟ ଶିଷ୍ୟ ଜଣକ ମଧ୍ୟ ଉତ୍ତର ଦେଲେ, ଗୁରୁଦେବ, ମୁଁ ସେଠାରେ କେବଳ ଗଛର ଡାଳ ଏବଂ ଚଢ଼େଇଟିକୁ ଦେଖିପାରୁଛି। ତାପରେ ଗୁରୁଦେବ କହିଲେ, ଶିଷ୍ୟ, ତୁମର ଏବେ ପରୀକ୍ଷାର ସମୟ ହୋଇନାହିଁ। ତୁମେ ମଧ୍ୟ ପଛକୁ ଚାଲିଯାଅ। ଏବଂ ଶେଷରେ ଗୁରୁଦେବଙ୍କର ଅତି ପ୍ରିୟ ଶିଷ୍ୟ ଆଗକୁ ଆସିଲେ। ତାଙ୍କୁ ମଧ୍ୟ ଗୁରୁଦେବ ସମାନ ପ୍ରଶ୍ନ ପଚାରିଲେ, ବତ୍ସ୍ୟ, ତୁମେ ସେଠାରେ କଣ ଦେଖିପାରୁଛ? ସୁନ୍ଦର ଆକାଶ, ସବୁଜ ଗଛ, ଗଛର ଡାଳ କିମ୍ବା ପକ୍ଷୀ ଦେଖିପାରୁଛ କି? ଶିଷ୍ୟ ଜଣକ କହିଲେ, ନା ଗୁରୁଦେବ, ମୋତେ କିଛି ଦେଖାଯାଉନାହିଁ। ମୋତେ କେବଳ ସେହି ଚଢ଼େଇଟିର ଆଖିର ନାଲି ରଙ୍ଗ ଦେଖାଯାଉଛି। ଏହାପରେ ଗୁରୁଦେବ ହସିଲେ ଏବଂ କହିଲେ, ଠିକ୍ ଅଛି, ତୁମେ ଏବେ ସ୍ୱର ଚଲାଅ। ଶିଷ୍ୟ ଜଣକ ଚଢ଼େଇର ଆଖିକୁ ଲକ୍ଷ୍ୟ କରି ସ୍ୱର ଚଲେଇଲେ ଏବଂ ଲକ୍ଷ୍ୟ ସ୍ଥାନରେ ମଧ୍ୟ ସ୍ୱରଟି ଯାଇ ବାଜିଲା। ତେବେ ସାଙ୍ଗମାନେ, ଏହି କାହାଣୀରୁ ଆମେ ଏ ଶିକ୍ଷା ପାଇଲେ ଯେ ଆମ ଜୀବନରେ ଯଦି ଆମେ ସଫଳତା ପାଇବାକୁ ଚାହୁଁ, ତେବେ ଆମ ଲକ୍ଷ୍ୟ ଉପରେ ଆମର ଏହିଭଳି ଏକାଗ୍ରତା ରହିବା ଜରୁରୀ। ଯେତେବେଳେ ଆମେ ନିଜ ଲକ୍ଷ୍ୟ ପଥରେ ଆଗକୁ ବଢ଼ୁ, ସେତେବେଳେ ଆଖପାଖର ବିଭ୍ରାନ୍ତି ଏବଂ ବାଧାବିଘ୍ନ ଗୁଡ଼ିକ ପ୍ରତି ଧ୍ୟାନ ନ ଦେଇ କେବଳ ଆମର ଅନ୍ତିମ ଲକ୍ଷ୍ୟ ଉପରେ ହିଁ ନଜର ରଖିବା ଉଚିତ। ଆଉ ଗୋଟିଏ କଥା ମନେ ରଖନ୍ତୁ, ଏକାଗ୍ରତା ହିଁ ସଫଳତାର ସବୁଠାରୁ ବଡ଼ ଚାବିକାଠି। କଣ ସାଙ୍ଗମାନେ, ଠିକ୍ ତ?